ଦର୍ଶକ ବନ୍ଧୁ ସମସ୍ତଙ୍କୁ ଶୁଭେଚ୍ଛା। ଆଜି ଏ ଭିଡ଼ିଓରେ ଖନାବଚନ ସମ୍ବନ୍ଧରେ କିଛି ଶୁଭ ଅଶୁଭ, ତେଣୁ ସମସ୍ତ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ। ଯାତ୍ରା କାଳେ ଯାହା ଅଶୁଭ, ଯାହା ଅଟଇ ଶୁଭ, ଖନା ଗୋଟି ଗୋଟି ବୁଝାନ୍ତି ଶୁଣ ତାହାର ଭାବ। ଘରୁ ବାହାରିବା ସମୟରେ, ଯାତ୍ରା କରିବା ସମୟରେ, ଗୋଟେ ଶୁଭ କାମରେ ଯିବା ସମୟରେ କ'ଣ ଦେଖିକି ଗଲେ ଶୁଭ, କ'ଣ ଦେଖିଲେ ଅଶୁଭ, ସେ ସମ୍ବନ୍ଧରେ ଖନା ଗୋଟି ଗୋଟି କରି ଏହାର ମର୍ମ ବୁଝେଇଛନ୍ତି। ପୁରା ଠାରୁ ଖାଲି ମାଠିଆ ଦିଏ ଉତ୍ତମ ଫଳ, ଯାଉଥାଏ ଯେବେ କୂପକୁ ଭରି ଆଣିବ ଜଳ। ମାଠିଆରେ ଭର୍ତ୍ତି ହୋଇଥିବା ଜଳ ଦେଖିବା ଠାରୁ ଖାଲି ମାଠିଆ ଦେଖିବା ବହୁତ ଭଲ। କେତେବେଳେ? ଯେତେବେଳେ ସେ ଖାଲି ମାଠିଆ ଧରି ପାଣି ଆଣିବା ପାଇଁ କୂପକୁ ଯାଉଥିବ, ସେହି ସମୟରେ ଯଦି ଆମେ ଘରୁ ବାହାରି ଗୋଟେ ଶୁଭ କାର୍ଯ୍ୟରେ ଯାଉଛେ, ତାକୁ ଯଦି ଦେଖିଦେଲେ ସେଇଟା ବହୁତ ଶୁଭ ହେବ। ପଛ ପାଖେ ନିଜ ଜନନୀ ଡାକ ଦିଅଇ ଯେବେ, ଆଗଠାରୁ ଭଲ ହୁଅଇ ଖନା ବାଣୀ ପ୍ରସ୍ତାବେ। ଗୋଟେ କାର୍ଯ୍ୟରେ ଆମେ ଯାଉଛେ, ଏହି ସମୟରେ ମା ଯଦି ଆଗ ପଟୁ ଡାକିବା ଅପେକ୍ଷା ଯଦି ପଛ ପଟରୁ ମା ଡାକିଲେ, ତାହେଲେ ଏ ସମୟରେ କ'ଣ କରିବା ନା ସେଇଠି ଠିଆ ହେବା ଏବଂ ପଛରୁ ମା ଡାକିଛନ୍ତି ସେ ଠିଆ ହେଇକରି ପଛକୁ ଅନେଇବା। ପଛକୁ ଅନେଇ ମା ସହିତ ପଦିଏ କଥା ହେବା। କଥା ହେଇକରି ଆମେ ଆମ ଗନ୍ତବ୍ୟ ପଥରେ ପଥିକ ହେବା। ତେବେ ଏଇଭଳି କଲେ ବହୁତ ଶୁଭ ହେବ। ମୃତ ଠାରୁ ଭଲ ଜୀବନ ଯେବେ ମରେ ନିକଟେ, ବାମ ଶୃଗାଳରୁ ଉତ୍ତମ ଯେବେ ଦକ୍ଷିଣ ପଟେ। ମୃତ ଠାରୁ ଭଲ ଜୀବନ, ମୃତ ମଣିଷ ଅର୍ଥାତ୍ ଶବ ଦେଖିକି ଗଲେ ଶୁଭ ହୁଏ, କିନ୍ତୁ ତାଠାରୁ ଅଧିକ ଶୁଭ ହେବ ଯଦି ମରିବା ହେଉଥିବ, ମରି ନଥିବ, ଏହି ସମୟରେ କେହି ଜଣେ ଯଦି ଦେଖିକିରି ଗଲେ ବା ଶୁଣିକିରି ଗଲେ, ତାହେଲେ ବହୁତ ଶୁଭ ହୋଇଥାଏ। ବାମ ଶୃଗାଳରୁ ଉତ୍ତମ ଯେବେ ଦକ୍ଷିଣ ପଟେ। ଝିଅ ପିଲାମାନଙ୍କର ବାମ ପଟ, ପୁଅମାନଙ୍କର ଦକ୍ଷିଣ ପଟ। ଏଠି ବାମ ଶୃଗାଳରୁ ଉତ୍ତମ ଯେବେ ଦକ୍ଷିଣ ପଟେ। ବାମ ପଟେ ଯଦି ଶୃଗାଳ ରହିଛି ତେବେ ଶୁଭ ହେବ, କିନ୍ତୁ ବାମ ଠାରୁ ଦକ୍ଷିଣ ପଟେ ଥିଲେ ଆହୁରି ଅଧିକ ଶୁଭ ହେବ। ଫେରି ଫେରି ଚାହିଁ ଧାମଇ ଯେବେ ଚଳେ ବାମକୁ, ବନ୍ଧା ଠାରୁ ଫିଟା ସୁରଭି ଟେକି ଚାହିଁ ମୁଣ୍ଡକୁ। ସେ ଶୃଗାଳ ଯଦି ଫେରି ଫେରି ଚାହୁଁଥାଏ ଆଉ ଧାଇଁ ଧାଇଁ ଯାଉଥାଏ, ବାମ ପଟକୁ ଯାଉଥାଏ, ତାହେଲେ ଏହା ଅତ୍ୟନ୍ତ ଶୁଭ। ବନ୍ଧା ଠାରୁ ଫିଟା ସୁରଭି ଟେକି ଚାହିଁ ମୁଣ୍ଡକୁ। ଗାଈ, ସୁରଭି ହେଲା ଗାଈ, ଗାଈ ଯଦି ବନ୍ଧା ହେଇଛି ତ ଶୁଭ, କିନ୍ତୁ ସିଏ ଯଦି ମୁଣ୍ଡ ଟେକିକି ଚାହିଁଲା, କେତେବେଳେ ନା ବନ୍ଧା ହେଇଥିଲେ ତ ଶୁଭ, କିନ୍ତୁ ଯଦି ଖୋଲା ହେଇଥିବ, ବନ୍ଧା ହେଇନଥିବ, ସେ ମୁଣ୍ଡ ଟେକି ଯଦି ଚାହିଁଦେଲା, କେହି ଯାଉଥିବା ସମୟରେ ଦେଖିଲେ, ତାହେଲେ ଏହା ଅତ୍ୟନ୍ତ ଶୁଭ। ଯାତ୍ରା କାଳେ କାନ୍ଦ ତ ଭଲ, ଭଲ ଯଦି ବାମେ କାନ୍ଦଇ, କାନ୍ଦି କାନ୍ଦି ଶୁଣି ଆନନ୍ଦ ହୋଇ ଯେବେ ଦେଖଇ। ଯାତ୍ରା ସମୟରେ, ଘରୁ ବାହାରିବା ସମୟରେ ଯଦି କାନ୍ଦ ବୋବାଳି ପଡ଼ିଲା, ଏ ତ ଅଶୁଭ, କିନ୍ତୁ କାନ୍ଦ ତ ଭଲ, ଭଲ ଯଦି ବାମେ କାନ୍ଦଇ। ପୁଅ ଯାଉଛନ୍ତି, ଯାଉଥିବା ସମୟରେ ଯଦି ବାମ ପଟେ କାନ୍ଦିଲା ତାହେଲେ ଶୁଭ, କିନ୍ତୁ ସେ ଯଦି କାନ୍ଦି କାନ୍ଦି ଦେଖିଲା ଆଉ ଖୁସି ହେଲା, ତେବେ ଆହୁରି ଶୁଭ ହୋଇଥାଏ। ଯାତ୍ରା ଅନୁକୂଳ ସମୟରେ କାକ, ଗୋରୁ ପୃଷ୍ଠ ପରେ ବସି ମଧୁର ଡାକ। ଘରୁ ବାହାରିବା ସମୟରେ ଯଦି କାକ ବୋଇଲେ କାଉ, ଗାଈ ପୃଷ୍ଠରେ ବସି, ଗାଈ ପିଠି ଉପରେ ବସି କା କା ବୋଲି ଡାକ ଦେଲା, ତାହେଲେ ଏହା ମଧ୍ୟ ଶୁଭ ହୋଇଥାଏ। ଦିଅଇ ଯେବେ ଯାତ୍ରା ଶୁଭ ହୁଅଇ, ବହୁତ ଧନ ରତ୍ନ ତାକୁ ମିଳଇ। ଅର୍ଥାତ୍ ଗାଈ ଯଦି
ମଝିରେ ପିଠି ମଝିରେ ବସିକିରି ଗାଈର ପିଠି ମଝିରେ ବସି କାଉ ଯଦି କା ଡାକ ଦେଇଦେଲା ତାହେଲେ ବହୁତ ଶୁଭ ହୁଏ ଏବଂ ଧନରତ୍ନ ମଧ୍ୟ ମିଳେ। ଯେଉଁ କାମରେ ବାହାରିଥାନ୍ତୁ ନା କାହିଁକି ତାହା ସଫଳ ହୋଇଥାଏ। ଏମତ ଯୋଗକୁ ଅତି ଶ୍ରେଷ୍ଠ ଯୋଗ ବୋଲି କହିଥାନ୍ତି ପୂର୍ବ ମନୀଷୀ ବର୍ଗ। ଏଇଭଳି ଯୋଗ ଏଇଭଳି ସମୟକୁ ପୂର୍ବ ଋଷିମୁନିମାନେ ଏହା ଶ୍ରେଷ୍ଠ ଯୋଗ ଭଲ ଯୋଗ ବୋଲି କହିଥାନ୍ତି। ତେଣୁ এই ଖନାବଚନଙ୍କର କିଛି ବାଣୀକୁ ଆମେ ଯଦି ମନେ ରଖିବା ଏବଂ ଏଇଭଳି ଶୁଭାଶୁଭ ଜାଣିବା ତେବେ ସମସ୍ତଙ୍କର ମଙ୍ଗଳ ହେବ। ଭିଡ଼ିଓଟି ଆଜି ପାଇଁ ଏତିକି। ପରବର୍ତ୍ତୀ ସମୟରେ ଖନାବଚନଙ୍କର ଆଉ କିଛି ତଥ୍ୟ ମଧ୍ୟ ଅପଲୋଡ଼ କରାଯିବ। ଥ୍ୟାଙ୍କ ୟୁ।